ଜୟ ଜଗନ୍ନାଥ। ତ ଭଲ କଥା ମନେ ରଖ, ଆଜି ଆଲୋଚନା କରିବା ଗୁରୁଙ୍କ ଉପରେ ହେଲା। କଣ କାହାନ୍ତି ସତଗୁରୁ, ବୁଝିପାରୁଛ ନା? କାହାନ୍ତି ସତଗୁରୁ। ଆଗ ମନେ ରଖିଥା, ଗୁରୁ କାହାକୁ କୁହନ୍ତୁ, ବୁଝିଲା ନା? ଗୁରୁ କିଏ ସେ? ନା ଯେଉଁମାନେ ଆମକୁ ଅନ୍ଧାରରୁ ଆଲୋକ ଦେଖାନ୍ତି ତାଙ୍କୁ ଗୁରୁ କୁହାଯାଏ। ଉଦ୍ଧବ 24 ଗୁରୁ କରିଥିଲେ। ତ ମତେ କୁହନ୍ତୁ କି ଗୁରୁ କରିଥିଲେ? ନା କର୍ମବାଚକ ଗୁରୁ। ସେ 24 ଜଣଙ୍କ ଠାରୁ ତାଙ୍କର କର୍ମ ଉପରେ କଣ କରିଥିଲେ? ଜ୍ଞାନ ଆହରଣ କରିଥିଲେ। କିନ୍ତୁ ସଦଗୁରୁ ଜଣେ ଥିଲେ, କିଏ ସେ? ନାରାୟଣ। ବୁଝିପାରୁଛ ନା? ଗୁରୁ ଶବ୍ଦର ଅର୍ଥ ହଉଛି ଗୁକାର ଗୁଣବର୍ଜିତ ରୁକାର ରୂପବର୍ଜିତ ଗୁଣ ରୂପ ଦ୍ୱୟର ନାସ୍ତି ତସ୍ମୈ ଶ୍ରୀ ଗୁରବେ ନମଃ। ଗୁକାର ଗୁଣ ବର୍ଜିତ, ସେ ସତ୍ୱ ରଜ ତମ ତ୍ରିଗୁଣକୁ ତ୍ୟାଗ କରିଥିବେ। ରୁକାର ରୂପ ବର୍ଦ୍ଧିତ, ସମୟ ପଇଲେ ତାଙ୍କ ରୂପକୁ ମଧ୍ୟ କାୟା ବିସ୍ତାର କରି ପାରୁଥିବେ। ଗୁଣ ରୂପ ଦ୍ୱୟର ନାସ୍ତି, ପୁଣି ଗୁଣ ନଥିବ କି ରୂପ ନଥିବ। ତସ୍ମୈ ଶ୍ରୀ ଗୁରବେ ନମଃ, ସେହି ଗୁରୁଙ୍କ ପଦରେ କୋଟି କୋଟି ଶରଣ। ବୁଝି ହଉଛି? ଆମର କୁହନ୍ତି ପିତା ଗୁରୁ, ମାତା ଗୁରୁ, ଶିକ୍ଷା ଗୁରୁ, ନା ନାଇଁ? ତାପରେ ଦୀକ୍ଷା ଗୁରୁ, ତତ୍ଵ ଗୁରୁ, ତାପରେ ସଦଗୁରୁ, ତାପରେ ପରମ ଗୁରୁ, ପରମେଷ୍ଠି ଗୁରୁ, ପରାତ୍ପର ଗୁରୁ, ଏମିତି ସବୁ ଅନେକ ଅଛନ୍ତି। କିନ୍ତୁ ମୁଖ୍ୟତଃ ଭାବରେ ଯେ ଅନ୍ଧାରର ଆଲୋକ ଦିଗ୍ଦର୍ଶନ ଦେଇଥାନ୍ତି ତାଙ୍କୁ ଗୁରୁ ବୋଲି କଣ କରାଯାଏ? ବିବେଚନା କରାଯାଏ। ପୁଣି ଗୁରୁଜନ କହନ୍ତି, ଗୁରୁ ଶବ୍ଦର ଅର୍ଥ ହଉଛି ବୟୋଜ୍ୟେଷ୍ଠ। ବୁଝିପାରୁଛ ନା? କିନ୍ତୁ ବର୍ତ୍ତମାନ ସମୟକୁ ତମ ବିଚାରକୁ ଯଦି ନିଆଯାଏ, ବର୍ତ୍ତମାନ ସମୟରେ ଅନେକ ଗୁରୁକୁଳ ଅଛି ହେଲା। କୋଉ ଗୁରୁକୁଳ? ନା ଗୁରୁ ପରମ୍ପରା ଭାରତ ଭୂଖଣ୍ଡରେ ଆଦିମ ଯୁଗରୁ ରହି ଆସିଅଛି। କିନ୍ତୁ ଉତ୍କଳରେ ଆମେ ଦେଖ, ତମେ ମାନେ ଚିନ୍ତା କର, ବର୍ତ୍ତମାନ ବହୁତ ଗୁରୁ ବାହାରିଲେଣି, ବାହାରୁନାହାନ୍ତି? ଇଏ କୋଉ ଗୁରୁ? ସବୁ ମହାପୁରୁଷ ଗୁରୁ, ହେଲେ ଅବତାର ଗୁରୁ। କିଏ କହିଲାନି ଅବତାରୀ ଗୁରୁ? ହଁ କି ନାହିଁ? କାହିଁ କହୁଛନ୍ତି? ଏ ମାଳିକା ଶାସ୍ତ୍ରକୁ ପଢି ନିଜକୁ ନିଜେ କଣ କରନ୍ତି? ଗୁରୁର ପରିଚୟ ଦିଅନ୍ତି। ସେଥିପାଇଁ ଆମେ କହୁ ପଢାପଢି ଗୁରୁ, ଶୁଣାଶୁଣି ଗୁରୁ, ଦେଖା ଦେଖି ଗୁରୁ, ନା ନାଇଁ? ଅନୁଭବ ଗୁରୁ କେତେ ଜଣ? ହଁ କି ନାହିଁ? ଅନୁଭବ ଗୁରୁ। ଆମେ କଟକକୁ ବାଟରେ ଗୁରୁ ଯାଇଥିବେ, କଟକ ବାଟ ଦେଖିଥିବେ, ଶିଷ୍ୟକୁ କହିବେ ବାପାରେ ଏଇ ପଟେ ତୁ ଯା, ବାଟ ପାଇ ଯିବୁ, କଟକରେ ପହଞ୍ଚିଯିବୁ। ଯୋଉ ଗୁରୁ କଟକ ନ ଦେଖିଥିବ, ଖାଲି ଶୁଣିଥିବ ଅମକ ବାଟ ଗଲେ ସମକ ବାଟ ଗଲେ କଣ ହବ? ତୁ କଟକରେ ପହଞ୍ଚିବୁ। ସେ ଯାହା ଶୁଣିଥିବ ଶିଷ୍ୟକୁ ସେଇଆ କହିବ, ଠିକ ନା ଭୁଲ? ଶିଷ୍ୟ ସେଠି ପହଞ୍ଚି ପାରେ ନ ପହଞ୍ଚି ପାରେ। ଠାକୁର ଅଭିରାମ ପରମହଂସ କୁହନ୍ତି ଅନୁଭବକୁ ସତ୍ୟ କହି। ଆଗ ଅନୁଭବ କର, ପ୍ରଭୁ କଣ ତାକୁ ତମେ ଅନୁଭବ କର। ତମେ ଜାଣିଲା ପରେ ଶିଷ୍ୟକୁ ପ୍ରବର୍ତ୍ତାଅ, ଆରେ ବାପା ମୁଁ ଏଇ ବାଟରେ ଯାଇକି କଟକରେ ପହଞ୍ଚିଲି, ତମେ ଏଇ ବାଟରେ ଯାଇ କଟକରେ ପହଞ୍ଚ। ବୁଝିପାରୁଛ ନା? ଜଣେ ଗୁରୁ ହବା ବହୁ କଷ୍ଟ ସାଧ୍ୟ।
କାରଣ ଶିଷ୍ୟଙ୍କର ସମସ୍ତ ଦାୟିତ୍ୱ ବହନ କରେ କିଏ? ସେ ଗୁରୁ। ସେଥିପାଇଁ କହନ୍ତି ଗୁରୁ ହିଁ ପିତା, ଗୁରୁ ହିଁ ମାତା। ଗୁରୁ ତାର ମାଲିକ। ଗୁରୁ ଦକ୍ଷିଣା କଣ? ଟଙ୍କା। ସବୁ 3 ଟଙ୍କା 8 ଅଣା ଦିଅନ୍ତି। 3 ଟଙ୍କା 8 ଅଣା କଣ? ଟଙ୍କା ନା, ଇଏ ଶରୀର। ଇଏ ଗୁରୁଙ୍କୁ କଣ କହନ୍ତି? ଅର୍ପଣ କରନ୍ତି। ମହାପୁରୁଷ କହନ୍ତି ଯେତେବେଳେ କଳିର ଅନ୍ତିମ ସମୟ ଆସିବ, ଗୁରୁ ହୋଇବେ ପଣ ପଣ, ଶିଷ୍ୟ ନଥିବେ ଏକରଣ। କହିଲେ ସମସ୍ତେ ଗୁରୁ ହବାକୁ ମନ ବଳେଇବେ, କେହି ଶିଷ୍ୟ ହବାକୁ ଚାହିଁବେ ନାହିଁ। କିନ୍ତୁ ଗୁରୁ ହବାଟା କେତେ କଷ୍ଟ। ଗୁରୁ ହବାଟା ମାନେ ଏତେ କଷ୍ଟ ଯାହାକି କଳନା କରିହୁଏ ନା। କାରଣ କଣ? ଶିଷ୍ୟର ସମସ୍ତ ପାପ ପୁଣ୍ୟର ବିଚାର ଗୁରୁଙ୍କ ମସ୍ତକରେ ଘଟେ। ଏଥିପାଇଁ ବିଜ୍ଞ ସାଧୁସନ୍ଥ ମାନେ ସମସ୍ତଙ୍କ ପାଖରେ ଗୁରୁ ହବାକୁ ଚେଷ୍ଟା କରନ୍ତି ନାହିଁ। ଆଉ ଜଣେ ଗୁରୁ ଯିଏ ପ୍ରକୃତରେ ଥିବେ ଅନୁଭବଗାରୀ, ତାଙ୍କ ପଦକୁ କୋଟି କୋଟି ଶରଣ। କାହିଁକି ନା ମୁହିଁବ ସଇ ଗୁରୁ ଦେ, ମୋ ବିନୁ ଗୁରୁ ଭିନ୍ନ ନୁହେଁ। ନାରାୟଣ କହୁଛନ୍ତି, ହେ ଜଗତବାସୀ, ମୁଁ ତ ନିର୍ଗୁଣ ନିରାକାର, ମତେ କେହି ପାଆନ୍ତି ନାହିଁ। ମୁଁ ହିଁ ବସଇ ଗୁରୁ ଦେ, ମୁଁ ଗୁରୁଙ୍କ ରୂପରେ କଣ ହୁଏ? ବିହାର କରେ। ମୋ ବିନୁ ଗୁରୁ ଭିନ୍ନ ନୁହେଁ। ବୁଝିଯାଉଛି? ଗୁରୁ ପ୍ରଭୁ ଏ କେବେ ଭିନ୍ନ ନୁହନ୍ତି। କିନ୍ତୁ ବର୍ତ୍ତମାନ ସମୟକୁ ନେଲେ ବିଚାରକୁ ଅନେକ ବ୍ୟକ୍ତି ବିଶେଷ କିଛି ଶାସ୍ତ୍ରକୁ ଅଧ୍ୟୟନ କରି ଜ୍ଞାନ ବଖାଣ କରି ଗୁରୁ ହେଇଯାନ୍ତି। ବୁଝି ହଉଛି ନା? ଗୁରୁ କଣ କୁହନ୍ତି? ଏ ଶାସ୍ତ୍ର ପୁରାଣ କଣ ଶିଷ୍ୟମାନେ ପଢୁନାହାନ୍ତି? ଗୁରୁ କୋଉ ପାଠ ପଢାନ୍ତି? କହିଲେ 4 ବେଦ ପରେ ସିନା ଗୁରୁ କହିବେ, ଦେ ହସ୍ତ ମାରିଣ ଚିହ୍ନାଇ ଦେ। ବୁଝି ହଉଛି ନା? 4 ବେଦର ଉପର ତତ୍ଵକୁ କଣ କହନ୍ତି? ଗୁରୁ କୁହନ୍ତି। 4 ବେଦଟା ରହିଗଲା ସଂସାରରେ ପ୍ରଚଳିତ ଜ୍ଞାନ, ତା ଉପର ଜ୍ଞାନ ରହିଗଲା କାହା ହାତରେ? ଗୁରୁଙ୍କ ହସ୍ତରେ। ସେ ଜ୍ଞାନ କିଏ ଶିକ୍ଷା ଦିଅନ୍ତି? ନା ଗୁରୁ ଶିକ୍ଷା ଦିଅନ୍ତି। ବୁଝିପାରୁଛ ନା ବୁଝିପାରିଲ ନା? ତେଣୁ ଗୁରୁକୁ ନ ମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର। ମୂର୍ଖ ଗୁରୁ ହଉ, କି ପାପୀ ଗୁରୁ ହଉ, କି ତପୀ ଗୁରୁ ହଉ, ଯୋଉ ଗୁରୁ ହଉ, ଥରେ ମୁଣ୍ଡ ବିକି ଦେଇଛ ମାନେ ତାଙ୍କ ପଦରେ କୋଟି କୋଟି ଶରଣ। ବୁଝି ହଉଛି ନା? ଗୁରୁ ଗୁରୁ, ଶିଷ୍ୟ ଶିଷ୍ୟ। ଗୁରୁ ପ୍ରଭୁକୁ ନେଇ ପାରନ୍ତି, ଗୁରୁ ପ୍ରଭୁକୁ ନ ଦେଖେଇ ପାରନ୍ତି, ଶିଷ୍ୟ ଚାହିଁଲେ ଗୁରୁକୁ କଣ କରିବ? ନ ଦେଖିଲା ପରେ ଶିଷ୍ୟ ମଧ୍ୟ ନିଜେ ଦେଖିପାରିବ। କାହିଁ କହୁଛି ଗୋଟେ ଶୁଣ। ଗୋଟାଏ ରାଜ୍ୟରେ ଜଣେ ଗୁରୁ ଥିଲେ। ସମସ୍ତେ କଣ କରନ୍ତି? ମନ୍ତ୍ର ଦାନ କରନ୍ତି। କାଳକ୍ରମେ ଗୁରୁ ମରିଗଲେ। ତାଙ୍କ ପୁଅଟିଏ ଥିଲେ। କିଛି ବ୍ୟକ୍ତି ଆଇଲେ, କହିଲେ ଗୁରୁଦେବ ଆମେ ତମଠୁ ଦୀକ୍ଷା ଗ୍ରହଣ କରିବୁ। ଇଏ କହିଲା ଆରେ ମୁଁ ତ କିଛି ଜାଣିନି, ମୁଁ ତମକୁ କଣ ଦେବି? ବାପା ଜାଣିଥିଲେ, ବାପା ତମକୁ ଦୀକ୍ଷା ଦଉଥିଲେ କି ବତେଇ ଦଉଥିଲେ। ବୁଝି ହଉଛି ନା? ତମେ ସେଗୁଡାକ ଗ୍ରହଣ କରୁଥିଲ। ବର୍ତ୍ତମାନ ଆମେ ସେତେ କିଛି ଜାଣିନୁ, ଆମେ କହିପାରିବୁ ନାହିଁ। ଆଉ ତମେ ଯଦି ନ କହିବ, ଯଦି ଦୀକ୍ଷା ନଦେବ, ଆମେ ମରିବୁ। ଇଏ ଦେଖିଲେ ଇଆଡେ ମଲେ ଦୋଷ ନା ନାଇଁ? ସେ ଗୁରୁଙ୍କ ପୁଅ କଣ କଲେ?
କହିଲେ ହଉ ତମେ ଯାଅ, ମୁଁ କାଲି ଯିବି, ତମ ମନ୍ତ୍ର ଦେବି। ଗଲେ ମନ୍ତ୍ର ଦେବାକୁ। କଣ ମନ୍ତ୍ର ଦେବେ କିଛି ତ ଜାଣିନାହାନ୍ତି। ତା କାନରେ ଯେତେବେଳେ ମନ୍ତ୍ର କହିବାକୁ ଯାଇଛନ୍ତି, ଗୁରୁ ଦେଖିଦେଲେ ସେ ପିଲାଟି ଦେଖୁଛି କଣ, ଗୋଟେ ଗଛରେ ଛେଳି ଚଢି କଣ କରୁଛି, ପତ୍ର ଖାଉଛି। ଗୁରୁ ତାଙ୍କ କାନରେ କହିଲେ, ଏଇ ମନ୍ତ୍ରଟି କଣ ଜାଣିଛ ନା, ଛେଳି ପତ୍ର ଖାଉଛି, ଛେଳି ପତ୍ର ଖାଉଛି, ଛେଳି ପତ୍ର ଖାଉଛି। ସିଏ ସେଇଠୁ କଣ କଲା, ସିଏ ଜପ କଲେ, ଛେଳି ପତ୍ର ଖାଉଛି, ଛେଳି ପତ୍ର ଖାଉଛି, ଛେଳି ପତ୍ର ଖାଉଛି। ଏମିତି ସମୟ ଆସିଲା, ନିଜେ ପ୍ରଭୁ ଛେଳି ରୂପକ ଧରି ବା ଛାଗଳ ରୂପକୁ ଧରି ପ୍ରତ୍ୟେକ ଦିନ ଆସନ୍ତି, ତାଙ୍କ ହାତରୁ ପତ୍ର ଖାଇକି ଯାଆନ୍ତି। କିଛି ଦିନ ଅନ୍ତେ ଗୁରୁଙ୍କର ବୟସ ହେଇଯାଇଛି। ଗୁରୁ ଆସିଲେ ଶିଷ୍ୟ ପାଖକୁ, କହିଲେ ଆରେ ବାବା କେମିତି ଅଛୁ? ନା ପ୍ରଭୁ ବହୁତ ଭଲରେ ଅଛି। ନା କଣ ଭଲ ଅଛୁ? ନା ପ୍ରଭୁ ଆପଣଙ୍କ ମନ୍ତ୍ରରେ ମହାପ୍ରଭୁ ସବୁଦିନ ଆସନ୍ତି, ମୋ ହାତରୁ କଣ କରୁଛନ୍ତି, ପତ୍ର ଖାଇକି ଯାଉଛନ୍ତି। ନା ସତରେ? ନା ହଁ। ନା ତ ମହାପ୍ରଭୁ କହିବ ମତେ ଟିକେ ଦେଖା ଦେବାକୁ। ତାହେଲେ ମୁଁ କାଲି କହିବି। ଫେରେ ଛେଳି ରୂପେ ପ୍ରଭୁ ଆଇଲେ, ଦେଲେ ଖାଇବାକୁ ପତ୍ର, ଖାଇଲେ। ସେଇଠୁ ଭକ୍ତଟି ପଚାରୁଛି, ପ୍ରଭୁ ଗୁରୁଦେବ ଟିକେ ଆପଣଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି, ଆପଣ ଯଦି କହିବେ ମୁଁ ଗୁରୁଙ୍କୁ ଡାକିକି ଆଣିବି, ସେ ଦର୍ଶନ କରିବେ। ନାରାୟଣ ହସିଦେଲେ, କହିଲେ ଆରେ ତୋ ଗୁରୁ ଭକ୍ତିରେ ମୁଁ ସନ୍ତୁଷ୍ଟ ହେଇ ତତେ ଦର୍ଶନ ଦେଲି, ତାର ସେ ଭକ୍ତି ନାହିଁ, ସେ ଦର୍ଶନ ପାଇପାରିବ ନାହିଁ। କାରଣ କଣ? ମୂଳଇ ଅଟଇ ବିଶ୍ୱାସ, କହି ଜଗନ୍ନାଥ ଦାସ। ମୂଳଟି କଣ? ବିଶ୍ୱାସ। ଗୁରୁ ଚୋରି କରନ୍ତୁ, ନାରୀ କରନ୍ତୁ, ଯାହା କରନ୍ତୁ, ଆମର କଣ ହେଲା? ଗୁରୁ ହିଁ ସର୍ବଦା ଗୁରୁ। ତାଙ୍କୁ ତମେ ଯଦି ବିଶ୍ୱାସ କରିବ, ତାଙ୍କର ଭକ୍ତି ଭାବ ରଖିବ, ନିଶ୍ଚିନ୍ତ ମହାପ୍ରଭୁ ତମ ଉପରେ କଣ କରିଥିବେ? କୃପା ଲାଭ କରିବେ। ଯୋଉମାନେ ଗୁରୁଙ୍କୁ ସମାଲୋଚନା କରନ୍ତି, ବାରଗୁରିଆ ହୁଅନ୍ତି, ଏ ଗୁରୁ ବା କେତେଦିନ, ସେ ଗୁରୁ ବା କେତେଦିନ, ସେ ଗୁରୁ ପାଖେ କେତେଦିନ, ବୁଝିପାରୁଛ ନା? ତାର କିଛି ମହତ୍ଵ ନଥାଏ। ବୁଝିପାରିଲ ନା? ବୁଝିପାରିଲ? ତେଣୁ ମହାପୁରୁଷ କହୁଛନ୍ତି, କଳିର ଅନ୍ତିମ ସମୟରେ ଅନେକ ଠକ ଗୁରୁଙ୍କର କଣ ହେଇଯିବ? ପରିପ୍ରକାଶ ହେବ, ଏବଂ ସେମାନେ କଣ ହେଇଯିବେ? ଶେଷକୁ ବିନାଶ। ବୁଝି ହଉଛି? ଶିଶୁନନ୍ଦନ ବାଣୀ ଉପରୁ ଆଜି ଆଲୋଚନା କରିବା। ଗୁରୁ ହୋଇଥିବେ ପଣ ପଣ ପରା, ଶିଷ୍ୟ ନାହିଁ ଏକ ଜଣ, ଭିନ୍ନା ଭିନ୍ନ ଧର୍ମ ପ୍ରଚାର ହୋଇବ, ଓଡ଼ିଶା ରାଜ୍ୟ ପ୍ରମାଣ। ହେଇନି? ଗୁରୁ ହୋଇଥିବେ ପଣ ପଣ ପରା। ବର୍ତ୍ତମାନ ଯିଏ ଯାହା ଟିକେ କୋଉଠୁ କଣ ଶୁଣିଦେଲା, ସିଏ ମଧ୍ୟ ଗୋଟେ ଗୁରୁ ହେଇଗଲା। ପଣ ପଣ କହୁଛନ୍ତି, ମହାପୁରୁଷ କହୁଛନ୍ତି ଶିଶୁନନ୍ଦ, ଗୁରୁ ମାଳ ମାଳ ହେବେ, କିନ୍ତୁ ଶିଷ୍ୟଙ୍କୁ ପାଇବେ ନାହିଁ। ଶିଷ୍ୟ ନାହିଁ ଏକ ଜଣ, ଶିଷ୍ୟ ହେବାକୁ କେହି ଚିନ୍ତା କରିବେ ନାହିଁ। ଭିନ୍ନ ଭିନ୍ନ ଧର୍ମ ପ୍ରଚାର ହୋଇବ, ଓଡ଼ିଶା ରାଜ୍ୟ ପ୍ରମାଣ। ଯିଏ ଯୋଉ ବାଟରେ ଗଲା, କିଏ କାଳୀଙ୍କ ଆଡେ ପୂଜା କଲା, କିଏ ଦୁର୍ଗାଙ୍କୁ ପୂଜା କଲା, କିଏ ଶିବଙ୍କୁ ପୂଜା କଲା, ଯିଏ ଯୋଉ ଇଷ୍ଟଙ୍କୁ ପୂଜା କଲେ, ଗଲେ ଗୋଟେ ଗୋଟେ ଗୁରୁକୁଳ କଣ କଲେ? ସୃଷ୍ଟି କଲେ। ଅନେକ ଧର୍ମ ପ୍ରଚାର କରିବେ। ଯାହା କହିଥିଲେ ବର୍ତ୍ତମାନ ସେଇଆ। ତମେ ଯିବ, ସିଏ କହିବ ମୋ ଗୁରୁ ବଡ, ସିଏ କହିବ ମୋ ଗୁରୁ ବଡ, ସିଏ କହିବ ମୋ ଗୁରୁ ବଡ, ଏମିତି ସବୁ ଆଲୋଚନା ହଉନାହିଁ ନା? ତାଙ୍କଠୁ ବୋକା କେହି ନାହାନ୍ତି। ଗୁରୁ ହିଁ ଜଣେ। ଶରୀର ଭିନ୍ନ ହେଇପାରେ, ପ୍ରଭୁ ଜଣେ। ତମେ ନିଜ ଅନ୍ୟ ଗୁରୁଙ୍କୁ ସମାଲୋଚନା କରୁନ, ନିଜ ଗୁରୁଙ୍କୁ ସମାଲୋଚନା କରୁଛ। ବୁଝିପାରିଲ ନା? ବୁଝିପାରିଲନି? ସକଳ ଧର୍ମଟି ନାଶ ହୋଇଯିବ, ସିଦ୍ଧ ଭାବଟି ନଥିବ। ଯେତେ ଗୁରୁ ବାହାରିବେ, ଯେତେ ଧର୍ମ ଅନୁଷ୍ଠାନ ବାହାରିବ, ଦିନେ ନା ଦିନେ ଏସବୁ ବିନାଶ ହବ। କାରଣ
ଗୁରୁଙ୍କର ସିଦ୍ଧ ଭାବ ନଥିବ। ଦେଖା ଦେଖି ଗୁରୁ, ପଢାପଢି ଗୁରୁ, ଅନୁଭବ ଗୁରୁ ଯିଏ ଥିବେ ତାଙ୍କ ପଦକୁ କୋଟି କୋଟି ଶରଣ। ଠେକିଲେ ଚେତିବେ କହନ୍ତି ଅନନ୍ତ, ବ୍ରହ୍ମ ଜ୍ଞାନ ବାଣୀ ଧ୍ରୁବ। ଗୁରୁ ଏମିତି ଜିନିଷ ଯାହାକି ମୁଖରେ ବର୍ଣ୍ଣନା କରିହୁଏ ନାହିଁ। କିନ୍ତୁ ଏ ଯୋଉ ମାୟା ରୂପକ ଗୁରୁ ମାନେ ବାହାରିବେ, ଏ ଦିନେ ଦିନେ ଠେକିବେ, ମାନେ ଧରା ପଡି ଯିବେ। କିଏ କହୁଛନ୍ତି? ଅନନ୍ତ ଦାସ। ବ୍ରହ୍ମ ଜ୍ଞାନ ବାଣୀ ଧ୍ରୁବ। ଏତିକି ମନେ ରଖ, ସବୁ ଜ୍ଞାନ ଏପଟ ସେପଟ ହେଇପାରେ, କିନ୍ତୁ ବ୍ରହ୍ମ ଜ୍ଞାନ ହଉଛି ସତ୍ୟ। ଏଇ ଯୋଉ ମାୟା ତପସ୍ୱୀ ମାନେ ବାହାରିବେ, ଆଙ୍କର ଖୁବ ନିକଟରେ କଣ ହେଇଯିବ, ସବୁ ବିନାଶ ଘଟିବ। ଏକଥା କେବେ ହେଲେ ଅତ୍ୟୁକ୍ତି ହବ ନାହିଁ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦିକ ହରି।